ବର୍ଷାର ପ୍ରଭାବରେ ନିଆରା ଚାଷ କାର୍ଯ୍ୟ। ଚାଷୀ ଭାଇଙ୍କ ଧାନ ଚାଷ କାର୍ଯ୍ୟର ସମୟ ଧୀରେ ଧୀରେ ଅତିବାହିତ ହୋଇଯାଉଛି। ବର୍ତ୍ତମାନ ସୁଦ୍ଧା ଚାଷ ଜମି ଖୋଲା ପଡ଼ିଛି। ଚାଷ କାର୍ଯ୍ୟରେ ବାଧକ ସାଜିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ଝିପିଝିପି ବର୍ଷାରେ ଭୂଇଁକୁ ଓଦା କରି କାଦୁଅ କରୁଛି ସିନା, ଚାଷ ଉପଯୋଗୀ ପାଇଁ ବର୍ତ୍ତମାନ ସୁଦ୍ଧା ଭଲ ବର୍ଷାଟିଏ ହୋଇପାରି ନାହିଁ। ବ୍ୟସ୍ତ ହୋଇ ପଡ଼ୁଛନ୍ତି ଜିଲ୍ଲାର ଚାଷୀକୂଳ। ଏଇ କିଛି ଦିନ ହେଲା ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି, କିନ୍ତୁ ପୂର୍ବ ଭଳି ବର୍ଷା ଆଉ ନାହିଁ। କଳାହାଣ୍ଡିଆ ମେଘରେ ମୁଷଳଧାରାରେ ବର୍ଷା ହୋଇ ବିଲଖମାର ଜଳମଗ୍ନ ହୋଇ ନଦୀ ନାଳରେ ନଈ ବଢ଼ି ଦୃଶ୍ୟ ଦେଖିବାକୁ ମିଳୁଥିଲା। ଏବେ କିନ୍ତୁ ସେ ଦୃଶ୍ୟ ଦେଖିବାକୁ ମିଳୁନାହିଁ। ନିଅଣ୍ଟିଆ ବର୍ଷାରେ ଚାଷୀ ଭାଇ ତଳି ରୋଇବା କାର୍ଯ୍ୟ ଆଗେଇ ନେଉଛନ୍ତି। ଝିପିଝିପି ବର୍ଷାକୁ ଦୃଷ୍ଟିରେ ରଖି ଜଣେ ଚାଷୀ ଭାଇଙ୍କ ଚାଷ ତରତର ବଣିଜ ମଠର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଇଦାନକେଲ ଗ୍ରାମ ପଞ୍ଚାୟତର କାଣିପଶି ଗ୍ରାମର ରଞ୍ଜିତ ମହାରଣା ଗୋଟିଏ ବେଡ଼ା ଜମିରେ ଏକାଥରକୁ 10ଟା ପାୱାର ଟିଲର ଲଗାଇ ଚାଷ କରିବା ଏ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଜିଲ୍ଲାର ନିଅଣ୍ଟିଆ ବର୍ଷା ରଞ୍ଜିତ ମହାରଣାଙ୍କୁ ନିରାଶ କରିଥିଲା, କିନ୍ତୁ ଏଇ କେତେଦିନ ଝିପିଝିପି ବର୍ଷାର ପ୍ରଭାବରେ ବିଲରେ ପାଣି ରହିଥିବା ଯୋଗୁଁ ଆଗକୁ ବର୍ଷା ହେବ କି ନହେବ ସେଥିପାଇଁ ତରତର ହୋଇ ଗୋଟିଏ ବିଲରେ 10ଟି ପାୱାର ଟିଲର ଲଗାଇ ଚାଷ କରିବା ଏ ଅଞ୍ଚଳ ପାଇଁ ଏକ ନୂଆ ଉଦାହରଣ। ରଣଜିତ ମହାରଣା ଜଣେ ଚାଷୀ। କୃଷି କାର୍ଯ୍ୟକୁ ସେ ଆପଣାର କରି ଚାଷ ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି। କିନ୍ତୁ ଏ ବର୍ଷ ନିଅଣ୍ଟିଆ ବର୍ଷା ତାଙ୍କୁ ନିରାଶ କରିବାକୁ ବସିଥିଲା। ନିଅଣ୍ଟିଆ ବର୍ଷାରେ ମଧ୍ୟ କେମିତି ଚାଷ କରିବି ବୋଲି ମନରେ ଜିଦି ଧରି ଗୋଟିଏ ଦିନରେ ଜମିକୁ କାଦୁଅ କରି ତଳି ରୋଇବା ଯୋଜନା କରି 10ଟା ପାୱାର ଟିଲର ଯୋଗେ ତଳି ରୋଇବା କାମ କରିଛନ୍ତି, ଯାହାକି ସମସ୍ତ ଚାଷୀ ଭାଇ ତାଜୁବ ହୋଇଯାଇଛନ୍ତି। ଚାଷ କାର୍ଯ୍ୟ କରିବାର ଦୃଢ଼ ଇଚ୍ଛାଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରେ ବୋଲି ରଣଜିତ ମହାରଣା ପ୍ରକାଶ କରିଛନ୍ତି। ସଦରରୁ ଦେବାନନ୍ଦ ମହାନ୍ତଙ୍କ ସହିତ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ।